श्री गणेशाय नमः। नमस्कार बंधुगण, जय शिव शंभो। आपण मानंको स्वागत करुछु आमर एही चैनल। आज आपण मानंक पई प्रस्तुत करिछु त्रिनाथ मेला। यह भगवान शिव, विष्णु और ब्रह्मांकर मिलित रूप त्रिनाथंको समर्पित। त्रिनाथ मेला बही पढ़िले बा श्रवण कले घर सबु प्रकार दुख, दारिद्र्य और कष्ट दूर होइथाय। परिवार रे एकता बढ़े एवं गृह रे हस खुशीर परिवेश सृष्टि हुए। घर रोग व्याधि, आर्थिक अभाव एवं नकारात्मक शक्ति दूर होइथाय। श्रद्धार सह मानसिक रखी एही मेला कले असंभव कार्य मध्य सफल हुए बोली विश्वास रहिछि। ब्रह्मा, विष्णु और शिव तीन देवतांक कृपा एका सांगरे प्राप्त होइथाय। तेबे आसंतु बंधुगण, त्रिनाथ मेला आरंभ करिबा। चैनल जदि नुआ अछंती चैनल टिको सब्सक्राइब करी कमेंट बॉक्स रे जय शिव शंभो लिखिबाको जमा भी कुंठाबोध करिबेनी। नमामि देवदेवेशं त्रिनाथ भक्तवत्सलं ब्रह्मा विष्णु महेश्वर स्वरूप दृढ़मुत्तमं देवदेव त्रिनाथं ब्रह्मा विष्णु महेश्वर त्रिशूल धारणे देव त्रिमूर्तिये नमो नमः। शुण सुजने देई मन त्रिनाथ मेलार आख्यान शुणिब होई एक चित पद पद के अमृत श्रीपुर बोलिण जे ग्राम विप्र मधुसूदन नाम से द्विजवर कथा शुण होइला तार पुत्र जन्म फिर नहिला ब्राह्मणीर कि खाई बंचिब कुमोर ब्राह्मण मने विचारिला शुण द्विजवर बोइला पुत्र को क्षीर देवा पाई खोजी आण दुहालिया गाई शुणी ब्राह्मण कहे बाणी बाईकी होइलु ब्राह्मणी गरीब द्विज मुहि काहीं पाइबी दुहालिया गाई धन रत्नादि थिबा लोक कार्य अटई विवेक गंडा कथाई जेउ जन धन संपदे परिपूर्ण ताहाकु लोके सदा डरे ब्राह्मण को बासे पचारे एमंत द्विजवर वाणी शुणी दुखित से ब्राह्मणी आहे विधाता तु की कलु दरिद्र घरे पुत्र देलु कि खाई बंचिब कुमोर बालक हत्या हेब मोर क्षीर न पाई पुत्र मणि कांदिला लोटई धरणी देखि ब्राह्मण विचारई कि बुद्धि करी बई मुई एते विचारी द्विजवर जे किछि धन थिला तार तंबा जे कंसा जहा थिला श्रीपुर हाटरे बिकिला भिक्षा को करिण संचय करी से 5 टंकाय से टंका घेनिण ब्राह्मण मिलिला अपना भुवन निज पत्नी की ताहा देला देखी ब्राह्मणी तो सहेला बोइला द्विजवर शुण दुहाळ धेनु किणी आण ब्राह्मण 5 टंका नेई बुलिला ग्रामे ग्रामे जाई जे ग्रामे महाजन घर देखि संतोष मन तार धन धान्य रे परिपूर्ण अटई कुबेर समान
ସେ ଗ୍ରାମେ ମିଳେ ଦ୍ୱିଜ ବର, ଦେଖି ସନ୍ତୋଷ ମନ ତାର। ଧନ ଧାନ୍ୟରେ ପରିପୂର୍ଣ୍ଣ, ଅଟଇ କୁବେର ସମାନ। ଗୋଧନ ଗୁହାଳ ଗୁହାଳ, ଦଇବେ ଘଟ ସୂତ୍ର ବେଳ। ବଉଳା ମୁଖୟାନ ଚାହିଁ, ଏଣିକି ବିକି ଦେବି ମୁହିଁ। ବିଲକୁ ଚରି ବୁଲି ଯାଇ, ପଡ଼ିଶା ବାଡ଼ିରେ ପଶଇ। କ୍ଷତି କରଇ ସେ ଅପାର, ଓଲାରି ଖାଇ ଘର ଦ୍ୱାର। ଦିନେ ଦେଖିଲା ସୌଦାଗର, ହୋଇ କୋପରେ ଥରହର। ବୋଇଲା ମୁଖୟାନ ଚାହିଁ, ଏଣିକି ବିକି ଦେବି ମୁହିଁ। 50 ଟଙ୍କା ହେବ ଏହି, ଏଥିରେ ଦରକାର ନାହିଁ। ଏକ୍ଷଣି ଗ୍ରାହକ କାହାନ୍ତି, 5 ଟଙ୍କାକୁ ବିକି ଦିଅନ୍ତି। ହେମନ୍ତ ସମୟ ବ୍ରାହ୍ମଣ, ବୋଇଲା ମହାଜନ ଶୁଣ। 50 ଟଙ୍କା ହେବ ତୋର, ତହିଁରେ ନାହିଁ ଦରକାର। 5 ଟଙ୍କା ଯେ ଦେବି ମୁହିଁ, ଗାଇବା ଛୁରୀ ଦିଅ ତୁହି। ତା ଶୁଣି ବୋଲେ ସୌଦାଗର, ବାତୁଳ ତୁହି ଦ୍ୱିଜବର। 50 ଟଙ୍କା ଗାଈ ମୋର, ନେବୁ ତୁ 5 ଟଙ୍କାର। ତା ଶୁଣି ବୋଲଇ ବ୍ରାହ୍ମଣ, ସତ୍ୟରେ ସାଧବ ତୋ ନାମ। ତୋ ବାକ୍ୟ ତୁହି ରକ୍ଷା କର, ଅସତ୍ୟ ନୁହେଁ ସୌଦାଗର। ହେମନ୍ତ ବ୍ରାହ୍ମଣ ବଚନେ, ଭାବଇ ସୌଦାଗର ମନେ। ନ ଜାଣି କହିଦେଲି ମୁହିଁ, ବ୍ରାହ୍ମଣ ଶୁଣିଥିଲା ତହିଁ। ଯେବେ ନ ଦେବି ଏହି ଗାଈ, ଆଜ ସତ୍ୟ ହେବି ମୁହିଁ। ଏମନ୍ତେ ମନେ ବିଚାରିଲା, ବ୍ରାହ୍ମଣ ହସ୍ତେ ଛୁତି ଦେଲା। ବ୍ରାହ୍ମଣ ଟଙ୍କା ଗଣି ଦେଲା, ଗାଇବା ଛୁରୀ ଘେନି ଗଲା। ସେଠାରୁ ଦ୍ୱିଜ ଚଳିଗଲା, ଆପଣା ଭୁବନେ ମିଳିଲା। ଦେଖିଣ ବ୍ରାହ୍ମଣ ଆନନ୍ଦେ, ମୁଖତା ପୂର୍ଣ୍ଣିମାର ଚାନ୍ଦ। ଆନନ୍ଦ କେ ପାରିବ କହି, ପୁତ୍ରକୁ କ୍ଷୀର ପିଆଇଲା। ଦିବସ ଶେଷ ସନ୍ଧ୍ୟା କାଳେ, ଗାଈଟି ହଜିଗଲା ହେଳେ। ତାର ପଡ଼ିଶା ଯେ ବାଡ଼ି ଘର, ଖୋଜି ନ ପାଇ ଦ୍ୱିଜବର। ଦୁଃଖ ମନରେ ସେ ଚଳିଲା, ସେଦିନ ରଜନୀ ପାହିଲା। ପ୍ରଭାତ ଉଠି ଦ୍ୱିଜବର, ଯଷ୍ଟି ଖଣ୍ଡିଏ ଧରି କର। ହେମନ୍ତ କେତେ ଦୂର ଗଲା, ପଥରେ ବୃକ୍ଷକୁ ଦେଖିଲା। ସେ ଅଟେ ବଡ଼ ବଟ ବୃକ୍ଷ, ସେଠାରେ ଦେଖିଲା ପ୍ରତ୍ୟକ୍ଷ। ସେ ବଟ ବୃକ୍ଷ କଥା ଶୁଣ, ସେଠାରେ ଥାନ୍ତି 3 ଜଣ। ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର, ବସିଣ ଅଛନ୍ତି ବୃକ୍ଷ ପର। ସେ ସ୍ଥାନେ ବ୍ରାହ୍ମଣ ଚଳନ୍ତେ, ଡାକିଲେ ପ୍ରଭୁ ତ୍ରିନାଥେ। ଶୁଣି ମା ହେ ଦ୍ୱିଜବର, କିମ୍ପାଇଁ ମନ ଦୁଃଖ ତୋର। ତେଣିକି କରୁଛ ଗମନ, ସେ କଥା କହେ ବ୍ରାହ୍ମଣ। ଶୁଣି ବ୍ରାହ୍ମଣ ଯୋଡ଼ି କର, କହଇ ବଚନ ମଧୁର। କରିବ ଦ୍ୱିଜ ମୁଅଟଇ, ଭିକ୍ଷା ମାଗିଣ ଦିନ ନେଇ। ଧେନୁ ଗୋଟିଏ ଥିଲା ମୋର, ହଜିଲା ସେ କେଉଁ ରାଜ୍ୟର। ଆଜି ଶ୍ରୀପୁର ହାଟ ହୋଇ, ସେ ବାଟେ ଖୋଜି ବଇଁ ଯାଇ। କେବା ଚୋରାଇ ନେଇଥିବ, ସେ ହାଟେ ବିକ୍ରୟ କରିବ।
ଏହେ ତୁ ଯାଉଅଛି ମୁହିଁ କାହିଁକି ଡାକିଲ ଗୋସାଇଁ। ବୋଲନ୍ତି ତ୍ରିନାଥ ଗୋସାଇଁ ହାଟକୁ ଯେବେ ଯିବୁ ତୁହି କିଛି ସଉଦା ଆମ୍ଭ ପାଇଁ ଆଣିବ ଦ୍ୱିଜ ବର ତୁହି। ବ୍ରାହ୍ମଣ ବୋଲନ୍ତି ଉତ୍ତର କିସ ସେ ସଉଦା ତୁମ୍ଭର। ବୋଲନ୍ତି ତ୍ରିନାଥ ଗୋସାଇଁ ପଇସା କର ଯେ ଗଞ୍ଜାଇ ପାନ ସୁପାରି ପାହି କର ମାଲ ପାଏକ ଯେ ପାହିର। ଏହି ସଉଦା ଆମ୍ଭ ପାଇଁ ଆଣିବୁ ଦ୍ୱିଜ ବର ତୁହି। ସଉଦା ଏତକ ଆମ୍ଭର ମନରେ ରଖି ଦ୍ୱିଜ ବର। ତା ଶୁଣି ବ୍ରାହ୍ମଣ କହଇ ପଇସା କାହିଁ ପାଇବଇ ଗରିବ ଦ୍ୱିଜ ମୁଁ ଅଟଇ ଭିକ୍ଷା ମାଗିଣ ଦିନ ନେଇ। ତ୍ରିନାଥ ବୋଲନ୍ତି ଉତ୍ତର ଶୁଣରେ ତୁହି ଦ୍ୱିଜ ବର। ଦେଖ ଏ ଯେଉଁ ବେଣା ମୂଳ ପଇସା ଅଛି ତାର ତାଳ। ଶୁଣିଣ ସେ ବ୍ରାହ୍ମଣ ଗଲା ବେଣା ମୂଳକୁ ପାଡ଼ିଲା। ତିନି ପଇସା ତହୁଁ ପାଇ ଆହୁରି ବେଣା ଓପାଡ଼ଇ। ବୋଲନ୍ତି ତ୍ରିନାଥ ଗୋସାଇଁ ବ୍ରାହ୍ମଣ ହୋଇଲୁ କି ବାଇ ଆଉ ପଇସା ତହିଁ ନାହିଁ ଯାହା ପାଇଲୁ ଥିଲା ତହିଁ। ଏମନ୍ତ ବଚନ ଶୁଣିଲା ବ୍ରାହ୍ମଣ ତହୁଁ ଚଳିଗଲା। ଥୋକାଏ ପଥ ଗଲା ବାଇ ବ୍ରାହ୍ମଣ ମନେ ବିଚାରଇ। ବୃକ୍ଷ ମୂଳରେ ସେ ମିଳିଲା ହସ୍ତ ଯୋଡ଼ିଣ ଉଭା ହେଲା। ବ୍ରାହ୍ମଣ କହେ ଯୋଡ଼ି କର ମାଲ ପାଣିବି କାହିଁର। ତ୍ରିନାଥ ବୋଲନ୍ତି ଉତ୍ତର ଆଣିବୁ ତୋର ଗାମୁଛାର। ତୁମେ ଜଗତ ସାର ଅଟ ମୋଠାରେ କରୁଛ କପଟ। ତ୍ରିନାଥ ବୋଲନ୍ତି ଉତ୍ତର କପଟ ନାହିଁ ତୋଠାର। ଆମ୍ଭର ନାମ ଧରି ତୁହି ଆଣିବୁ ଲୁଗାରେ ପୁରାଇ। ମେଲାଣି ମାଗି ଦ୍ୱିଜ ବର ସେଠାରୁ ହୋଇଲା ବାହାର। ଆନନ୍ଦେ ବିପ୍ର ଚଳିଗଲା ଶ୍ରୀପୁର ହାଟରେ ମିଳିଲା। ଗୋରୁ ହାଟରେ ସେ ମିଳିଲା କିଛି ସନ୍ଦେଶ ନ ପାଇଲା। କିଣିଲା ସେ ପାନ ସୁପାରି ଗଞ୍ଜାଇ ସଉଦା ସେ ସାରି। ତେଲ ହାଟକୁ ଚଳିଗଲା ତେଲିକି ତେଲ ସେ ମାଗିଲା। ଗାମୁଛା ପାତି ଦ୍ୱିଜ ବର ତେଲ ମାଗିଲା ପାହି କର। ସମସ୍ତେ ନାହିଁ ନାହିଁ କଲେ ଦ୍ୱିଜ ଯେ ମନେ ଦୁଃଖ କଲେ। ସେଠାରୁ ଚଳିଣ ସେ ଗଲା ବୁଢ଼ା ତେଲିକି ପଚାରିଲା। ବୁଢ଼ା ଯେ ବୋଲଇ ଗୋସାଇଁ କେତେ ମାଲ ପାନେବୁ ତୁହି। ବ୍ରାହ୍ମଣ ବୋଇଲା ଉତ୍ତର ମାଲ ପାନେବି ପାହି କର। ତେଲି ଯେ ତେଲ ମାପ କଲା ବ୍ରାହ୍ମଣ ଗାମୁଛା ପାତିଲା। ତେଲି ଯେ ମନେ ବିଚାରଇ ବାତୁଳ ବିପ୍ରଏ ଅଟଇ। ଏହାକୁ ଭଣ୍ଡାଇଣ ଦେବି ପଇସା ଗୋଟି ମୁହିଁ ନେବି। ନଳକୁ ତଳ ମୁଖ କରି ତେଲ ମାପଇ ଯତ୍ନ କରି। ଗାମୁଛା କାନିକି ପାତିଲା ତା ଘେନି ବିପ୍ର ଚଳିଗଲା। ତେଲି ଯେ ବସିଥିଲା ହାଟେ ଦେଖିଲା ତେଲ ନାହିଁ ମୋଟେ।
ସେ କ୍ଷଣି ତେଲ କାହିଁ ଗଲା, ଯେ ଭାଣ୍ଡ ପୂର୍ଣ୍ଣ ହୋଇଥିଲା। ତା ଦେଖି ତେଲି ମୋହ ଯାଇ, ଅଜ୍ଞାନେ ଭୂମିରେ ଲୋଟଇ। ଦେଖିଣ ସମସ୍ତେ ଧାଇଁଲେ, ବୁଢ଼ାକୁ ତୋଳିଣ ଧଇଲେ। ବୁଢ଼ାର ମୁଖେ ଜଳ ସିଞ୍ଚି, ସତେକ କରିଣ ବସାନ୍ତି। ବୁଢ଼ା ବୋଇଲା କ୍ରୋଧ ହୋଇ, କି ବୁଦ୍ଧି କରି ମୁଇଁ ମୁଇଁ। କାହୁଁ ସେ ବ୍ରାହ୍ମଣ ହୋଇଲା, ତେଲ ନଳିଏ କିଣି ନେଲା। ଏକ୍ଷଣି ଗଲା ସେ ପଳାଇ, ଦେଖିଲା ଭାଣ୍ଡେ ତେଲ ନାହିଁ। ଆମ୍ଭଙ୍କୁ ତେଲ ମାଗୁଥିଲା, ନାହିଁ କଲି ସେ ଫେରିଗଲା। ଏମନ୍ତେ ସମସ୍ତେ ଧାଇଁଲେ, ବ୍ରାହ୍ମଣ ପାଶରେ ମିଳିଲେ। ସମସ୍ତେ ବୋଲନ୍ତି ଉତ୍ତର, ଶୁଣି ମା ହେ ଦ୍ୱିଜବର। ତେଲ ଯେ ଆଣିଛ ଗୋସାଇଁ, ସେ ତେଲ ଅଛି ଉଣା ହୋଇ। ଦେବୁ ଯେ ଭରଣ କରିଣ, ଘେନିଣ ଚଳ ଯେ ବ୍ରାହ୍ମଣ। ଶୁଣି ବ୍ରାହ୍ମଣ ଚଳିଗଲା, ହାଟ ମଧ୍ୟରେ ସେ ମିଳିଲା। ମୋଟାର ତେଲ ଦେଲା ଢାଳି, ତକ୍ଷଣେ ପଡ଼ିଲା ଉଛୁଳି। ଦେଖିଣ ତେଲି ଯେ ଆନନ୍ଦ, ମୁଖତା ପୂର୍ଣ୍ଣିମାର ଚାନ୍ଦ। ନଳକୁ ଠିକରେ ସେ ଧରି, ତେଲ ମାପଇ ଯତ୍ନ କରି। ବ୍ରାହ୍ମଣ ଲୁଗାରେ ସେ ଦେଲା, ଘେନି ବ୍ରାହ୍ମଣ ଚଳିଗଲା। ମିଳିଲା ଯାଇ ବୃକ୍ଷ କତି, ଯେ ବୃକ୍ଷେ ତ୍ରିନାଥ ଅଛନ୍ତି। ତାଙ୍କର ସଉଦା ସେ ଦେଇ, ମେଲାଣି ତାହାକୁ ମାଗଇ। ତ୍ରିନାଥ ବୋଲନ୍ତି ଉତ୍ତର, ଶୁଣି ମା ହେଉ ଦ୍ୱିଜବର। ଦେଖିଣ ଏ କଷ୍ଟ ତୁମ୍ଭର, ସୁଦୟା ହୋଇଲା ଆମ୍ଭର। ଏ କଥା ଆମ୍ଭଠାରୁ ଶୁଣ, ସେବତୁ ଆମ୍ଭର ଚରଣ। ଦୁଃସହ ଦୁଃଖ ଯିବ ତୋର, ସମ୍ପଦ ମିଳିବ ପାର। ତା ଶୁଣି ବ୍ରାହ୍ମଣ କହି, ଦ୍ରବ୍ୟ ପୂଜା କରିବଇଁ। ତ୍ରିନାଥ ବୋଲନ୍ତି ଉତ୍ତର, ଶୁଣି ଗରିବ ଦ୍ୱିଜବର। ଦ୍ରବ୍ୟ ଯେ ନ ଲାଗଇ ଅତି, ଅଳପେ ହେଉ ହେ ନୃପତି। ଏହି ଯେ ସଉଦା ଆମ୍ଭର, ଅଟଇ 3 ପଇସାର। ତ୍ରିନାଥ ନିଜ ପୂଜା ଏଇ, ମେଳାକୁ ଦିଅ ବିପ୍ରସାଇ। ଚିଲମ 3 ଗୋଟି କରି, ଗଞ୍ଜାଇ ବଳି ତହିଁ ଭରି। ଅଗ୍ନି ଯେ ଲଗାଇ ତହିଁରେ, ଥୋଇବ ଯତନ ପ୍ରକାରେ। ପ୍ରଦୀପ 3 ଗୋଟି କରି, ମାଲପାସ ବତି କରି। ପାନ ସୁପାରି ସଜାଡ଼ିବ, ଆସ ହେ ତ୍ରିନାଥ ବୋଲିବ। ରାତ୍ରିର ପ୍ରଥମ ପ୍ରହରେ, ଆପଣା ମନ୍ଦିର ଭିତରେ। ଡକାଇ ସର୍ବପ୍ରିୟ ଜନେ, ପୂଜିବ ତ୍ରିନାଥ ଚରଣେ। ନିତ୍ୟ ଆମ୍ଭ ତହିଁ ଯେ ଦେଇ, ସକଳ ପଦାର୍ଥ ଯୋଗାଇ। ନୈବେଦ୍ୟ କେବେ ନ କରିବ, କେବଳ ସମର୍ପଣ ଦେବ। ହେମନ୍ତ କରି ମେଳା ଦିଅ, ସକଳ ପାପ ପାରି ହୁଅ। ତା ଶୁଣି ଦରିଦ୍ର ବ୍ରାହ୍ମଣ, ମେଳା ସେ କଲା କବିଆଣ। ବୃକ୍ଷ ମୂଳରେ ମେଳା ଦେଇ, ସାଜି ରଖିଲା ସେ ଗଞ୍ଜାଇ। ଦୀପ ଜଳନେ ନାହିଁ ବତି, ବିଚାର ସେ ଦ୍ୱିଜପତି।
ତ୍ରିନାଥ ବୋଲନ୍ତି ଉତ୍ତର, ଗାମୁଛା କାନେ ଚିରି ତୋର। ତା ଶୁଣି ବ୍ରାହ୍ମଣ କହଇ, ଗରିବ ଦିଜ ମୁଅଟଇ। ଭିକ୍ଷା ମାଗିଣ ଦିନ ନେଇ, ଏ ରୂପେ କୁଟୁମ୍ବ ପୋଷଇ। ଅନ୍ନ ବସ୍ତ୍ରରେ ମୁହିଁ ଦୁଃଖୀ, ଗାମୁଛା ମାଗିଣ କରିଛି। ଦୀପ ଜଳନେ ବତି ନାହିଁ, ବିଚାରେ ଦିଜ ବର ତହିଁ। ଗାଈକି ମୋର ଚୋର ନେଲା, ଗାମୁଛା ଚିରି ବତି ଦେଲା। କୁଟୁମ୍ବ ଉପବାସ ରହି, ମୋତେ ଯେ ଥିବ ବାଟ ଚାହିଁ। ଏ ବୁଦ୍ଧି କରି ବଇ ମୁହିଁ, ବସିଣ ମନରେ ଭାବଇ। ତ୍ରିନାଥ ବୋଲନ୍ତି ଉତ୍ତର, ବ୍ରାହ୍ମଣ ଭାବନା ନ କର। ଗାଈ ବାଛୁରୀ ତ ମିଳିବ, ଧନ ସମ୍ପଦ ପୂର୍ଣ୍ଣ ହେବ। ବସ୍ତ୍ର ହିଁ ବହୁତ ମିଳିବ, ଧନ ସମ୍ପଦ ପୂର୍ଣ୍ଣ ହେବ। ବ୍ରାହ୍ମଣ କହେ ଯୋଡ଼ି କର, ଯେବେ ଭାଗ୍ୟ ହେବ ମୋର। ଦେବି ଯେ ପାଞ୍ଚ ମେଳା ମୁହିଁ, ଏକଥା ମୋର ସତ୍ୟ ହୋଇ। ଦୀପ ଜଳନେ ଅଗ୍ନି ନାହିଁ, କି ବୁଦ୍ଧି କରିବି ଗୋସାଇଁ। ତ୍ରିନାଥ ବୋଇଲେ ରେ ଦିଜ, ତୋବେନି ନୟନକୁ ବୁଝ। ବ୍ରାହ୍ମଣ ନୟନ ବୁଲନ୍ତେ, ଦୀପ ଜଳିଲା ଅକସ୍ମାତେ। ବ୍ରାହ୍ମଣ ଆନନ୍ଦ ହୋଇଲା, ପ୍ରଭୁଙ୍କ ମେଳା ପୁଣି ଦେଲା। ମେଳା ଦେଖିଣ ଦିଜ ବର, ଆନନ୍ଦେ ଯୋଡ଼ିବେନି କର। ଖଣ୍ଡେ ଦୂରକୁ ଘୁଞ୍ଚି ଗଲା, ସାଷ୍ଟାଙ୍ଗେ ପ୍ରଣିପାତ କଲା। ମେଲାଣି ଦେଖି ଦିଜ ବର, ସେଠାରୁ ହୋଇଲା ବାହାର। ଏମନ୍ତ ଖଣ୍ଡେ ଦୂର ଗଲା, ପଥରେ ଗାଈକୁ ଦେଖିଲା। ବ୍ରାହ୍ମଣ ମନେ ବିଚାରିଲା, ମୋତେ ତ୍ରିନାଥ ଦୟା ହେଲା। ଗାଈ ବାଛୁରୀ ସଙ୍ଗେ ନେଇ, ଗୃହରେ ମିଳିଲା କଯାଇ। ଦେଖିଲା ପୂର୍ବ ଗୃହ ମାନ, ଧନ ସମ୍ପଦେ ପରିପୂର୍ଣ୍ଣ। ଦେଖିଣ ଆନନ୍ଦ ହୋଇଲା, ପ୍ରଭୁଙ୍କ ମେଳା ପୁଣି ଦେଲା। ସକଳ ଲୋକଙ୍କୁ ଅଣାଇ, ପୂର୍ବ ବିଧିରେ ମେଳା ଦେଇ। ମେଳାର ଭିଆଣ କହିଲା, ସକଳ ଲୋକ ବିଦା କଲା। ଦରିଦ୍ର ଲୋକ ଯେତେ ଥିଲେ, ଗୋଟିଏ ସମ୍ପଦ ପାଇଲେ। ଧନ ହୋଇଲା ଅପ୍ରମିତ, ଚତୁର୍ବର୍ଗ ଯେ ପରାପତ। ରାଜେ ଯେତେକ ସୌଦାଗର, ନହିଲା ତାଙ୍କର ବେପାର। ସମସ୍ତେ ଧନବନ୍ତ ହୋଇ, ଧାର କରଜ କଲେ ନାହିଁ। ରାଜେ ବୋଇଲେ ସୌଦାଗର, କିମ୍ପା ଅଇଲା ଆମ୍ଭପୁର। ଶୁଣି ବୋଇଲେ ମହାଜନ, ଆମ୍ଭ ଗୁହାରି ତୁମ୍ଭେ ଶୁଣ। ମଧୁସୂଦନ ଯେ ବ୍ରାହ୍ମଣ, ଦରିଦ୍ର ଭିକ୍ଷୁକ ସେ ଜାଣ। ଶ୍ରୀପୁର ହାଟରେ ସେ ଯାଇ, ତ୍ରିନାଥ ନାମେ ମେଳା ଦେଇ। ତ୍ରିନାଥ ବୋଲି ଯେ ଠାକୁର, ତାକୁ ପୂଜିଲେ ଦ୍ୱିଜ ବର। ଅନ୍ଧ ବଧିର ଲୋକ ଯେତେ, ପୂଜ ଯେ ହୋଇଲେ ସମସ୍ତେ। ଅନ୍ଧ ବଧିର ଲୋକ ଯେତେ, ମୂକ ଯେ ହୋଇଲେ ସମସ୍ତେ। ପୂର୍ଣ୍ଣ ହୋଇଲା ଧନ ଧାନ୍ୟ, ଯେ ସନେ କୁବେର ସମାନ। ବେପାର ବୁଡ଼ିଲା ଆମ୍ଭର,
କି ଦୂପେ ହେବ କାରବାର। ଏକଥା ଶୁଣି ନୃପତି ହୋଇଲା ବଡ଼ କୋପ ମୂର୍ତ୍ତି। ସକଳ ପରଜା ଡକାଇ ବୋଇଲା ରାଜା ରୋଷ ହୋଇ। ତ୍ରିନାଥ ବୋଲିକି ଠାକୁର ତାହାଙ୍କୁ ତୁମ୍ଭେ ପୂଜା କର। ସେ ପୂଜା ଯେ ଜନ କରିବ 50 ଟଙ୍କା ସେଉ ଦେବ। 6 ମାସ କଏଦି ଖଟିବ ନହିଲେ ଶୂଳ ସେ ପାଇବ। ଏମନ୍ତେ ସର୍ବେ ଶୁଣିଗଲେ ଆପଣା ଭୁବନେ ମିଳିଲେ। ପ୍ରଭୁ ଯେ କଥା ଜାଣିଲେ ରାଜାଙ୍କୁ ଦଣ୍ଡ ସେ ବହିଲେ। ରାଜାର ବଡ଼ ପୁତ୍ର ଜାଣ ତାହାର ହୋଇଲା ମରଣ। ତ୍ରିନାଥ ମେଳା ନିନ୍ଦା କଲା ତାହାର ବଡ଼ ପୁତ୍ର ମଲା। ରାଜାର ନଗରେ ଚହଳ ଶୁଭର ମୁଖ ରାବ ଗୋଳ। ଜନପରଜା ଯେତେ ଥିଲେ ସମସ୍ତେ ଶୁଣିଣ ଧାଇଁଲେ। କେବଲେ ଦୈବର କୃତ୍ୟ କେବଲେ ମଲା ରାଜସୁତ। ପୁତ୍ର ବଦନ ଚାହିଁ କରି ବସି କାନ୍ଦଇ ଦଣ୍ଡଧାରୀ। ସେ କଥା ଶୁଣି ମହାଦେଇ କାନ୍ଦଇ ମୁଣ୍ଡ କୋଡ଼ି ହୋଇ। ଶୁଣିଣ ପାତ୍ର ମନ୍ତ୍ରୀ ଗଣ ସମସ୍ତେ କରନ୍ତି ରୋଦନ। ତଦନ୍ତେ ରୋଦନ ଛାଡ଼ିଣ ଡାକଇ ସବୁ ବନ୍ଧୁଗଣ। ପୁତ୍ରକୁ ଶ୍ମଶାନକୁ ନେଲେ ତାହା କରିବା ବିଚାରିଲେ। ସ୍ୱର୍ଣ୍ଣଭଦ୍ରାର ନଦୀ ତଟ ଘେନି ଚଳିଲେ ରାଜଥାଟ। ପୁତ୍ରକୁ ରଖିଣ ସେଠାର କରନ୍ତି ଅଗ୍ନିର ବିଚାର। ତା ଦେଖି ପ୍ରଭୁ ତ୍ରୟନାଥ ବିଚାରି ଆପଣାର ଚିତ। ବଞ୍ଚାଇ ଦେବା ରାଜସୁତ ଆମ୍ଭର ନାମ ହେବ ଖ୍ୟାତ। ଏମନ୍ତେ ବ୍ରାହ୍ମଣ ବେଶେଣ ଆସି ମିଳିଲେ 3 ଜଣ। 3 ବ୍ରାହ୍ମଣ ରୂପ ହୋଇ ମିଳିଲେ ତ୍ରିନାଥ ଗୋସାଇଁ। ବୋଇଲେ ଶୁଣ ରାଜଥାଟ କିମ୍ପା ବସିଛ ରାଜଘାଟ। ସକଳ ଲୋକ ମେଳି ହୋଇ ଏଠାରେ ବସିଛ କିମ୍ପାଇଁ। ଏ ପିଲା ଶୋଇଛି କିମ୍ପାଇଁ ଏହାର ହୃଦେ ଜ୍ଞାନ ନାହିଁ। ଏକଥା ଶୁଣିଣ ସମସ୍ତେ କହନ୍ତି ତ୍ରିନାଥ ଅଗ୍ରତେ। କିବା କହିବୁ ଦ୍ୱିଜ ବର ମଲା ଯେ ରାଜାର କୁମର। କି ଦୋଷ କଲା ନର ସାଇଁ ତା ପୁତ୍ର ମଲା ସେ କିମ୍ପାଇଁ। ତ୍ରିନାଥ ବୋଲନ୍ତି ଉତ୍ତର ମରି ନାହିଁ ରାଜକୁମର। କି ଦୋଷ କଲା ନର ସାଇଁ ତା ପୁତ୍ର ମଲା ଯେ କିମ୍ପାଇଁ। ତ୍ରିନାଥ ବୋଲନ୍ତି ଉତ୍ତର ମରି ନାହିଁ ରାଜକୁମର। ତ୍ରିନାଥ ଅପରାଧୀ ସେହି ସେଥି ଯୋଗୁଁ ତା ମୃତ୍ୟୁ ହୋଇ। ଏବେ ଚିନ୍ତ ତ୍ରୟନାଥ ଉଠି ବସିବ ତାର ସୁତ। ମେଳା ଯେ ମାନୁ ନୃପ ବର ତେବେ ବଞ୍ଚିତ ତ କୁମର। ଏତେ କହିଣ ପ୍ରଭୁ ତହିଁ ଶୂନ୍ୟରେ ଗଲେ କହୁ ଭାଇ। ତ୍ରିନାଥ ନାମ 7 କହିଲେ ପୁତ୍ରର କର୍ଣ୍ଣର। ମାନଇ ସେଇ ପଞ୍ଚମେଳା ଉଠି ବସିଲା ରାଜବାଳା। ତ୍ରିନାଥ ନାମ ପୁଣ ପୁଣ ସର୍ବେ କରନ୍ତି ଉଚ୍ଚାରଣ।
ଦେଖିଣ ହୋଇଲେ ଆନନ୍ଦ ମୁଖ କି ପୂର୍ଣ୍ଣିମାର ଚାନ୍ଦ ଶୁଭଇ ମୁଖ ରାବ ଗୋଳ ଦେଶନେ ସମୁଦ୍ର ହିଲୋଳ ଏକାଳେ ଏକ ସୌଦାଗର ନାବ ଘେନିଣ 10 ଥର ନାବ ଘେନିଣ ଯାଉଥିଲା ସ୍ୱର୍ଣ୍ଣଭଦ୍ରା କୂଳେ ମିଳିଲା ନାବକୁ କୂଳରେ ଖଟାଇ ସେ ସ୍ଥାନେ ମିଳିଲା କଯାଇ ବୋଲଇ ଶୁଣ ସର୍ବଜନ ତ୍ରିନାଥ ବୋଲି କିସ ନାମ ଏହା ଯେ ବୋଲୁଛ ମୁଖରେ ଶୁଣିବା ଶ୍ରଦ୍ଧା ମୋ ଚିତ୍ତରେ ତା ଶୁଣି ରାଜ ଲୋକ କେହି ଶୁଣ ହୋ ମହାନଣ ଭାଇ ଯେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିନାଥ ନାମେ ସେ ଠାକୁର ତାଙ୍କୁ ଅମାନ୍ୟ ରାଜା କଲା ତହିଁର ଫଳ ଯେ ପାଇଲା ରାଜାର ବଡ଼ ପୁତ୍ର ଜାଣ ତାହାକୁ ହୋଇଲା ମରଣ ମୃତ ବାଳକ ଆମ୍ଭେ ଆଣି ଦେବାକୁ ବସିଥିଲୁ ବହ୍ନି ତା ଦେଖି ପ୍ରଭୁ ଦୟା କଲେ ମୃତ ବାଳକ ବଞ୍ଚାଇଲେ ଆମ୍ଭେ ମାନିଲୁ 5 ମେଳା ଉଠି ବସିଲା ରାଜବାଳା ତା ଶୁଣି ଧନୀର କୁମର ଆନନ୍ଦ ହୋଇଲା ମନର ହେମନ୍ତ ପ୍ରଭୁ କାହିଁ ଥିଲେ ମୃତ ବାଳକ ବଞ୍ଚାଇଲେ 7 ନୌକା ଏ ମୋର ଲାଗିଛି ନଦୀର କୂଳର ଶୁଭରେ ଫେରିଣ ଆସିବ ଗୃହକୁ ଗମନ କରିବ କିଛି ଅନିଷ୍ଟ ନ ଦେଖିବି ପ୍ରଭୁଙ୍କୁ 5 ମେଳା ଦେବି ହେମନ୍ତ କାମନା ସେ କଲା ନାବ ଚଳାଇ ବେବେ ଗଲା ବିଦେଶ ରହି ମହାଜନ ଲାଭ ପାଇଲା ବହୁ ଧନ ପ୍ରବେଶୀ ନିଜ ରାଜେ ଯାଇ ନାବକୁ କୂଳରେ ଲଗାଇ ମାଝି ମାଲଦା ଯେତେ ଥିଲେ ଗୃହକୁ ଧନ ବୋହି ନେଲେ ଧନର କ୍ଷୀଣ ଭଣ୍ଡାରର ଆନନ୍ଦ ହେଲା ସୌଦାଗର ତା ଜାଣି ପ୍ରଭୁ କୋପ କଲେ ଧନୀକୁ ଦଣ୍ଡ ସେ ବିହିଲେ ଅର୍ଦ୍ଧେକ ମାଲ ନେଇଥିଲା ଅର୍ଦ୍ଧେକ ଜଳରେ ବୁଡ଼ିଲା ମାଝି ମାଲଦା ଯେତେ ଥିଲେ ସମସ୍ତେ ଜଳରେ ବୁଡ଼ିଲେ ତା ଦେଖି ଧନୀର କୁମର ଅଜ୍ଞାନେ ଲୋଟଇ ଭୂମିର ସଚେତ ହୋଇ ପୁଣ ପୁଣ କାନ୍ଦେ ବିଧାତା ସୁମରିଣ ଶୂନ୍ୟରେ ଥାଇ ତ୍ରୟନାଥ ଡାକିଲେ ଶୁଣ ଧନୀ ସୁତ ତୁ ଯେ ନ ଦେଲୁ ଆମ୍ଭ ମେଳା ସେ ଯୋଗୁଁ ବୁଡ଼ିଲା ତୋ ଭେଳା ଯେବେ ତୁ 5 ମେଳା ଦେବୁ ତେବେ ତୋ ଭେଳା ତୁ ପାଇବୁ ହେମନ୍ତ ଶୁଣି ସୌଦାଗର ବିଚାରେ ଆପଣା ମନର ପୂର୍ବେ କାମନା କରିଥିଲି ପ୍ରଭୁଙ୍କ ମେଳା ପାସରିଲି ସକଳ କର୍ମ କରି ଦୂର ପୂଜିବି ତ୍ରିନାଥ ପୟର ହେମନ୍ତ କାମନା ସେ କଲା ମେଳା ବିଧାନ ଭିଆଇଲା ସକଳ ଲୋକଙ୍କୁ ଅନାଇ ପ୍ରଭୁଙ୍କ ମେଳା ସେ ଭିଆଇ ମେଳ ଦେଇଣ ସୌଦାଗର ଆନନ୍ଦେ ଯୋଡ଼ିବେନି କର ନାବ ଜଳରେ ବୁଡ଼ିଥିଲା ତକ୍ଷଣେ ବାହାର ହୋଇଲା ଦେଖିଣ ଧନୀ ଯେ ଆନନ୍ଦ ମୁଖତା ପୂର୍ଣ୍ଣିମାର ଚାନ୍ଦ ମାଝି ମାଲଦା ଯେତେ ଥିଲେ ଗୃହରୁ ଧାନ ବୋହି ନେଲେ ଏମନ୍ତେ ଧନୀର କୁମର ମିଳିଲା ଆପଣା ମନ୍ଦିର ସେଦିନ ଧନୀର କୁମର ଡକାଇ ବନ୍ଧୁ ସହୋଦର ପାନ ଗୁଆ ଗଞ୍ଜାଇ ତେଲ ଧନୀ ସକଳ କଲା ଠୁଳ ଏମନ୍ତେ ମେଳା ବିଧି ଦେଇ ସାଷ୍ଟାଙ୍ଗେ ଦଣ୍ଡବତ ହୋଇ ରାଜ୍ୟରେ ଦେଲା କ ଘୋଷଣ ଦେଖି ହଇଲେ ସର୍ବଜନ ଏମନ୍ତେ ଜଣେ ଅନ୍ଧ ତହିଁ ଡାକଇ ଆହେ ଭାଇ ଭାଇ ତୁମ୍ଭେ କେ ତୁମ୍ଭ କିସ ନାମ ହସି ବୋଲନ୍ତି ସର୍ବଜନ ଆମ୍ଭେ ଯାଉଛୁ ସର୍ବଜନ ତ୍ରିନାଥ ମେଳା ଦର୍ଶନ ତା ଶୁଣି ସେ ଅନ୍ଧ ବୋଲଇ ମୋହର ପୁଣି ଚକ୍ଷୁ ନାହିଁ ତୁମ୍ଭେ ତ ଦେଖିବ ଚକ୍ଷୁରେ ମୁଁ ପାପି ଦେଖିବି କାହିଁରେ ସର୍ବେ କହନ୍ତି ଅନ୍ଧ ଶୁଣ ଚିନ୍ତ ତୁ ତ୍ରିନାଥ କରଣ ଭଲ ହୋଇବ ଚକ୍ଷୁତର ଦେଖିବୁ ପୂଜା ପ୍ରଭୁଙ୍କର ଏହା କହିଣ ଚଳିଗଲେ ତ୍ରିନାଥ ପୂଜାରେ ମିଳିଲେ ଅନ୍ଧ ଯେ ବସିଣ ବାଟରେ ତ୍ରିନାଥ ଜପଇ ମନରେ ଏମନ୍ତେ ଅନ୍ଧ ଜପୁଥିଲା କିଞ୍ଚିତ ମାତ୍ର ଦୃଶ୍ୟ ହେଲା ତହୁଁ ସେ ଅଣ୍ଡାଳି ଅଣ୍ଡାଳି ଖଣ୍ଡେ ଦୂରକୁ ଗଲା ଚଳି ଏମନ୍ତେ ଏକ ଛୋଟା ତହିଁ ବାଟରେ ବସିଣ ଛଇ ସେଠାରେ ଅନ୍ଧ ଯେ ମିଳିଲା ଛୋଟା ଦେଖିଣ ପଚାରିଲା
ସ୍ୱଭାବେ ଅଟୁ ଶୁଣ ଭାଇ ସ୍ୱଭାବେ ଅଟୁ ଅନ୍ଧ ତୁହି କାହିଁକି ଯାଉ କଷ୍ଟ ପାଇ ଅନ୍ଧ ବୋଲଇ ଶୁଣ ଭାଇ ମେଳା ଦେଖିଣ ଯିବି ମୁହିଁ ଛୋଟା ବୋଲଇ ଶୁଣ ଭାଇ ମୋତେ ପ୍ରଭୁଙ୍କ ଦୟା ଚାହିଁ ହସ୍ତପାଦ ଯେ ନାହିଁ ମୋର ଚାଲିବି କେବଳ ପ୍ରକାର ପାଦ ଯେ ତୋର ଛଇ ଅଣ୍ଡାଳି ଚାଲି ଯିବୁ ତୁହି ଅନ୍ଧ ବୋଲଇ ଶୁଣ ଭାଇ ତ୍ରିନାଥ ମେଳା ଜପ ତୁହି ଭଲ ହୋଇବ ଗୋଡ଼ ହାତ ଏକ୍ଷଣି ହୋଇ ଯିବା ସାଥ ସ୍ୱଭାବେ ଅନ୍ଧ ଥିଲି ମୁହିଁ କିଛି ଦିଶୁଥିଲା ଚାହିଁ ଜପିଲି ତ୍ରିନାଥଙ୍କ ନାମ କିଞ୍ଚିତ ଦୃଶ୍ୟ ହେଲା ଜାଣ ଏହେତୁ ଚିନ୍ତ ତ୍ରିନାଥ ଖଣ୍ଡିବେ ତୋହର ଦୁରିତ ତ୍ରିନାଥ 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 ଛୋଟା ଭବଇ ହୃଦଗତ ଛୋଟା ବୋଲଇ ଅନ୍ଧ ଭାଇ କଥାଏ କହି ବହି ମୁହିଁ ଗୋଡ଼ ଯେ ଅଛଇ ତୋହର ମୁଁ ପାପି ଚାଲିବି କାହିଁର ମୋତେ ତ ବସା କାନ୍ଧର ଅଣ୍ଡାଳି ଚାଲ ଧୀର ଧୀର ମୁଁ ଯେ କଢ଼ାଇ ନେବି ପଥ ନିଶ୍ଚୟ ଚାଲ ହୋଇ ସଙ୍ଗାତ ଥୋକାଏ ପଥ ଯହୁଁ ଯାଇ ବସିଲେ ବାଟ ଶ୍ରମ ପାଇ ଅନ୍ଧ ବୋଲଇ ହେ ସଙ୍ଗାତେ ସବୁ ତ ଦିଶିଲାଣି ମୋତେ ଛୋଟା ବୋଲଇ ଆରେ ଭାଇ ଏବେ ତ ଚାଲି ଯିବି ମୁହିଁ ଅନ୍ଧ ଛୋଟା ଯେ ଚଳିଗଲେ ତ୍ରିନାଥ ମେଳାରେ ମିଳିଲେ ଏମନ୍ତ ଏକ ଯେ ବୈଷ୍ଣବ ନିତ୍ୟ ସଇ ମେଳା ଠାବ ମେଳା ନ ସରୁ ସେହି ଯାଇ ଆପଣା ଗୃହରେ ମିଳଇ ଏମନ୍ତ କରେ ପ୍ରତିଦିନ ମେଳା ନ ସରୁ ଯାଏ ପୁଣ ସକଳେ ମେଳା ପୂର୍ଣ୍ଣ କରି ନିଜ ମନ୍ଦିରେ ଯାନ୍ତି ତଳି ସମସ୍ତେ ବିଚାର କରନ୍ତି ବୈଷ୍ଣବ କିମ୍ବା ଆଗ ଯାନ୍ତି ତାହାକୁ ଆଜ ଏ ମେଳାରେ ବସାଇ ନ ଦେବା ସଭାରେ ସମସ୍ତେ ଏକ ମୁଖ ହୋଇ ବୈଷ୍ଣବ ମୁଖ ଚାହିଁ କହି ମେଳା ନ ସରୁ ଯାଉ ତୁହି ମେଳାରୁ ତୋତେ ମନା ହୋଇ ମେଳା ନ ସରୁ ନ ଯିବଇ ଏକଥା ସତ୍ୟ ମୋଟଇ ଯେବେ ଆସିବେ ଗୁରୁ ମୋର ତେବେ ନ ଯିବି ପୁନର୍ବାର ଦଇବ ଗୁରୁ ସେଦିନର ଆସି ମିଳିଲେ ତାର ଘର ଗୁରୁ ନ ପାଇ ବୈଷ୍ଣବକୁ ପଚାରେ ବୈଷ୍ଣବ ମାତାକୁ ତ ମାତା ବୋଲନ୍ତି ଉତ୍ତର ପୁତ୍ର ଯାଇଛି ମେଳା ଠାର ସାଧୁ ଯେ ବୋଲୁଛନ୍ତି ତହିଁ କେବଳ ମେଳା ଯେ ଅଟଇ ବୁଢ଼ୀ ଯେ କହନ୍ତି ବୁଝାଇ ତ୍ରିନାଥ ମେଳା ଯେ ଅଟଇ ପାନ ସୁପାରି ଯେ ଗଞ୍ଜାଇ ମାଲପା ଦୀପ ତହିଁ ଥୋଇ କେବଳ ସମର୍ପଣ ହୋଇ ତାଙ୍କର ନିଜ ପୂଜା ଏହି ତା ଶୁଣି ସାଧୁ ଚଳିଗଲେ ତ୍ରିନାଥ ମେଳାରେ ମିଶିଲେ ଦେଖନ୍ତି ସର୍ବ ଲୋକମାନେ ପୂଜନ୍ତି ତ୍ରିନାଥ ଚରଣେ ଦେଖିଣ ସାଧୁ କୋପ କଲେ ବହୁତ ଗାଳି ତାଙ୍କୁ ଦେଲେ ମେଳା ସ୍ଥାନେ ଭାଙ୍ଗି ଦେଇ ଗୋଡ଼ରେ ଦେଲେ ଫୋପଡ଼ାଇ ବୈଷ୍ଣବକୁ ସାଧୁ ଚାହିଁ ବହୁତ ଗାଳି ତାକୁ ଦେଇ ଶିଷ୍ୟକୁ ସଙ୍ଗତରେ ନେଲେ ସେଠାରୁ ସାଧୁ ଚଳିଗଲେ ଥୋକାଏ ପଥ ବହି ଯାନ୍ତେ ମେଘ ଯେ ବରସିଲା ପଥେ ଘୋର ଅନ୍ଧାର ହୋଇଗଲା ଚାଲିବା ପଥ ନ ଦିଶିଲା ପବନ ବହେ ଅଣଚାଷ ନଦୀ ସେ ଗ୍ରାମ ନଗର ଦେଶ ମେଘର ଗମ୍ଭୀର ଗର୍ଜନ ବିଜୁଳି ତେଜ ଘନ ଘନ ଗୁରୁ ଶିଷ୍ୟ ଯେ ଦୁହେଁ ତହିଁ ବହୁତ ଅବସ୍ଥା ଯେ ପାଇ ନ ପାଇ ବୈଷ୍ଣବ ଘର ବଣା ହୋଇଲା ସେ ବାଟର ବୈଷ୍ଣବ ଘର ନ ପାଇଣ ସାଧୁ ତା ଘରେ ପହଞ୍ଚିଣ ଚାହିଁଲେ ସାଧୁର ମନ୍ଦିରେ ତା ମାତା କାନ୍ଦୁଛି ଦୁଆରେ ସାଧୁ ହୋଇଲେ ଆଚମ୍ବିତ ମରିଛି ତାର ଭାର୍ଯ୍ୟା ସୁତ ତହୁଁ ସେ ମୂର୍ଚ୍ଛାଗତ ହେଲେ ବେଣକେ ତୋଳିଣ ଧଇଲେ ସଚେତ କରିଣ ବସାଇ ମୁଖେ ସିଞ୍ଚିଲା ଜଳ ନେଇ ବୈଷ୍ଣବ କହିଲା ଗୋସାଇଁ ତ୍ରିନାଥ ଦ୍ରୋହୀ ଅଟ ତୁହି ତ୍ରିନାଥ ମେଳା ତୁ ଭାଙ୍ଗିଲୁ ତହିଁର ଫଳ ତୁ ପାଇଲୁ ଏବେ ତୁ ଏକ ଚିତ୍ତ ହୋଇ ତ୍ରିନାଥ ପୂଜା ଦିଅ ତୁହି ବଞ୍ଚିବେ ତୋର ଭାର୍ଯ୍ୟା ସୁତ ସ୍ୱପତ୍ନୀ ଆଦି ସମସ୍ତ
ବୈଷ୍ଣବ ମୁଖୁ ଏହା ଶୁଣି ମାନିଲା ପାଞ୍ଚ ମେଳା ପୁଣି। ଉଠି ବସିଲା ତାର ସୁତ ସ୍ୱପତି ଆଦି ଯେ ସମସ୍ତ। ସାଧୁ ଯେ ମନେ ବିଚାରଇ ଅପରାଧ ମୁହିଁ ଯେ କଲଇଁ। ତ୍ରିନାଥ ମେଳା ମୁଁ ଭାଙ୍ଗିଲି ତହିଁର ଫଳ ମୁଁ ପାଇଲି। ମୁଁ ମୂଢ଼ ଧର୍ମୀ ପାମର ମହିମା ନ ଜାଣେ ପ୍ରଭୁର। ମେଳାର ଯେତେ ବିଧିମାନ ସମସ୍ତ କଲା କଭିଆଣ। ଆନନ୍ଦେ ମେଳା ସମର୍ପିଲା ପ୍ରଭୁଙ୍କୁ ନମସ୍କାର କଲା। ପାନ ସୁପାରି ଯେ ଗଞ୍ଜାଇ ସମସ୍ତେ ବାଣ୍ଟିଣ ଯେ ଖାଇ। ଏ ଗୀତ ଯେ ଜନ ଶୁଣିବେ ଅନ୍ଧକୁଷ୍ଠରୁ ମୁକ୍ତ ହେବେ। ଅପୁତ୍ରୀ ପୁତ୍ର ଯେ ପାଆନ୍ତି ଶ୍ରଦ୍ଧା ଯେବେ ସେ ଶୁଣନ୍ତି। ପୁରୁଷ ଜନ ଯେ ଶୁଣିବେ ଅନ୍ନ ବସ୍ତ୍ରରେ ସୁଖୀ ହେବେ। ହାସ୍ୟ ଯେ ଏହାକୁ କରିବ ଅନ୍ଧ ବଧିର ସେ ହୋଇବ। ପୂଜାକୁ ତାଙ୍କ ଦ୍ରବ୍ୟମାନ ଆଣି କରିବ ସମର୍ପଣ। ସେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତାଙ୍କ ଚରଣେ ନମସ୍କାର। ତିନିକି ତିନି ଠାବ କରି ଅଗ୍ରେ ପୂଜିବ ନରହରି। ଗନ୍ଧ ଚନ୍ଦନ ପୁଷ୍ପ ଆଣି ତୋଷିବ ଜଣେ ଜଣେ ପୁଣି। ନୈବେଦ୍ୟ ସମର୍ପଣ ଦେବ ଯେ ଯାହା ସୁଖ ମନାସିବ। ଆସ୍ଥାନ ହେଉ ତା ଉପରେ ଗଣେଶ ରହିବେ ବାମରେ। ତିନିବତୀ ଯେ ଲଗାଇବ ଆସ ହେ ତ୍ରିନାଥ ବୋଲିବ। ସବୁ ଯେ ଆପଣେ ବରିବ ତ୍ରିନାଥ ଚରଣେ ପଡ଼ିବ। ସମସ୍ତେ ଏକ ମନେ ବସି କଥା ଶୁଣିଣ ହେବ ତୋଷି। ପ୍ରସାଦ ବାଣ୍ଟିଣ ଖାଇବ ଅଳ୍ପ ବହୁତ ନ କହିବ। ଏ ଗୀତ ହୋଇଲା ସମ୍ପୂର୍ଣ୍ଣ ତ୍ରିନାଥ ବୋଲ ସର୍ବ